କଥା କ'ଣ କି ସାଙ୍ଗମାନେ, ବାପା ଆଜି ଘରକୁ ଆଣିଥିଲେ 1.5 କେଜି ରୋହି ମାଛ, ଆଉ ତା ସାଥିରେ ଆସିଥିଲା ନା ଅଳ୍ପ ଟିକେ ବିହନ। ଆଉ ବିହନକୁ ପରିଷ୍କାର କରି ଧୋଇ ପକାଇଦେଲି କିଛି କଚି ଘନି ସୋରିଷ ତେଲ, ହଳଦୀ ଆଉ ଲଙ୍କାଗୁଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ ପକେଇଲି କିଛି କଟା କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ଆଉ ଧନିଆ ପତ୍ର, ଆଉ ସବୁକୁ ଏବେ ଭଲ ଭାବରେ ଗୋଳେଇ ଘାଣ୍ଟି ଚକଟି 5 ମିନିଟ୍ ପାଇଁ ମ୍ୟାରିନେଟ୍ ହେବାକୁ ଛାଡ଼ିଦେଲି। ଆଉ ତାପରେ କ'ଣ, କଡ଼େଇ ବସି ପକେଇଲି ଅଳ୍ପ ଟିକେ ସୋରିଷ ତେଲ, ଆଉ ତେଲ ଗରମ ହେବା ପରେ ପକାଇଦେଲି ସବୁ ମାଛ ବିହନ, ଆଉ ତାକୁ ଗୋଳେଇ ଘାଣ୍ଟି ଘୋଡ଼େଇ ଛାଡ଼ିଦେଲି ଭଲ ଭାବରେ ସିଝିବାକୁ। ସିଝି ସାରିଲା ପରେ ପିତିପାତିଆରେ ଛୋଟ ଛୋଟ ପିସ୍ କରି ହାଲକା ଟିକେ ଓଲଟେଇ ଫ୍ରାଏ କରିସାରିଲା ପରେ ଆମର ରେଡ଼ି ହେଇଗଲା ମାଛ ମଞ୍ଜି ଭୁଜିଆ। ଆଉ ଏବେ କାଢ଼ି ନେବା ଗୋଟେ ସର୍ଭିଂ ପ୍ଲେଟ୍କୁ, ଆଉ ମାଛ ସାଙ୍ଗରେ ଗାର୍ନିସିଂ କରି ପଖାଳ ସାଙ୍ଗରେ ଏନ୍ଜୟ କରିବା ମାଛ ମଞ୍ଜି ଭୁଜିଆ। ସତରେ ସାଙ୍ଗମାନେ, ଏତେ ଟେଷ୍ଟ ଯେ ପାଟିରୁ ଛାଡ଼ିବନି। ହଁ।